ଦୀପଶିଖା ସମସ୍ତଙ୍କ ଜନ୍ମଦିନ ପରି ସେଦିନ ବି ଥିଲା ସୁମିତ୍ରାର ଜନ୍ମଦିନ। ସକାଳୁ ଉଠି ସୁମିତ୍ରାର ମା ଗାଧୋଇ ନୂଆ ବସ୍ତ୍ର ପିନ୍ଧି ଚାଲିଲେ ମନ୍ଦିରକୁ, ଝିଅ ପାଇଁ ଶୁଭ ମନାସିବାକୁ। ମନ୍ଦିରରେ ପହଞ୍ଚିଲା ପରେ ଭଗବାନଙ୍କୁ ପ୍ରଣାମ କରି ଦୀପଟିଏ ଜାଳିଲେ, ଆଉ ଭଗବାନଙ୍କୁ କହିଲେ, ପ୍ରଭୁ ଏ ଦୀପଶିଖା ଏମିତି ଜଳୁଥାଉ, ଆଉ ମୋ ଝିଅର କିଛି ବି ଅସୁବିଧା ନ ହେଉ, ମୋ ଝିଅର ମଙ୍ଗଳ କରିବ ପ୍ରଭୁ। ଏମିତି କିଛି ଶୁଭ ମନାସି ଦୀପଟିଏ ଜାଳି ଭୋଗ କରି ମନ୍ଦିରରୁ ଆସିଲେ ମା। ଝିଅ ପାଇଁ ମନ ଖୁସିରେ ଭୋଗ, ଚନ୍ଦନ, ପାଦୁକା ଆଣି ଘରେ ପହଞ୍ଚିଲେ ମା। ଘରେ ପହଞ୍ଚି ଦେଖନ୍ତି ତ ଝିଅ ଘରେ ନୂଆ ପୋଷାକ ପିନ୍ଧି ଠାକୁରଙ୍କୁ ପ୍ରଣାମ କରୁଛି। ମା ଦେଖି ବହୁତ ଖୁସି ହୋଇଗଲେ, ଆଉ ଝିଅର କପାଳରେ ଚନ୍ଦନ ଟୋପାଟିଏ ଲଗେଇ ପାଦୁକା ଭୋଗ ଖୁଆଇଦେଲେ। ଝିଅ ବି ଭକ୍ତିରେ ମାଙ୍କୁ ପ୍ରଣାମଟିଏ କଲେ। ଏମିତି ଦିନରୁ ସନ୍ଧ୍ୟା ଯାଏ ମିଠା ପିଠା ପଣାରେ ଘର ହସ ଖୁସିରେ ଭରିଗଲା। ସନ୍ଧ୍ୟା ହେଲା, ସୁମିତ୍ରା ସାଙ୍ଗମାନଙ୍କୁ ଡାକିଲା, ସମ୍ପର୍କୀୟମାନଙ୍କୁ ବି ଡାକିଲା, ଆଉ କେକ୍ କାଟିବା ପାଇଁ ପ୍ରସ୍ତୁତ ତିଆରି ହେଲା। ମହମବତୀରେ ନିଆଁ ବି ଲଗାଗଲା। କେକ୍ କାଟିବାକୁ ପ୍ରଥମେ ମହମବତୀ ଲିଭାଇବା ପାଇଁ ଗଲାବେଳେ ସୁମିତ୍ରାର ଜେଜେମା ହଠାତ୍ କିନା ଆସି ସୁମିତ୍ରାକୁ ରହିଯା ନାତୁଣୀ ବୋଲି କହିଲେ। ସୁମିତ୍ରା ରାଗି ଯାଇ ଜେଜେମାକୁ କହିଲା, ଗୋଟେ ଶୁଭ କାମରେ କରିଦେ ବୋଲେ ଯାଉ ସବୁବେଳେ ବାଧା ଦେଉଛୁ, କେମିତିକା ମଣିଷ ତୁ ଯେ? ଜେଜେମାଙ୍କ ଆଖିରେ ଲୁହ ଚାଲି ଆସିଲା, ଆଉ ସେ କାନ୍ଦ ଭରା ଆଖିରେ ସୁମିତ୍ରାକୁ କହିଲେ, ଝିଅରେ ସକାଳୁ ଉଠି ତ ମା ଦୀପଟିଏ ଜାଳି ଠାକୁରଙ୍କୁ କହି ଆସିଥିଲା, ଏ ଦୀପ ଭଳି ମୋ ଝିଅର ଜୀବନ ସବୁବେଳେ ଜଳୁଥାଉ, କେବେ ବି ନ ଲିଭୁ। ହେଲେ ତ ମା ଠାକୁରଙ୍କ ପାଖରେ କାନ୍ଦି ଦୀପଟିଏ ଜାଳିଥିଲା, ଆଉ ତୁ ଏଠି ଦୀପ ଲିଭେଇ ଖୁସି ହେଉଛୁ। କହିଲୁ କାହାର ଭୁଲ ଏଇଟା? କହିଲୁ ଏଇଟା କ'ଣ ଠିକ୍ କଥା? ଯିଏ ତୋ ପାଇଁ, ତୋ ଖୁସି ପାଇଁ ଭଗବାନଙ୍କୁ ଡାକିଥିଲା, ତୁ କ'ଣ ଏ ଦୀପ ଲିଭେଇ ମାଆର ମନକୁ କଷ୍ଟ ଦେଉନୁ? ସତ କହିଲୁ, ମାଆରେ ଖୁସି କରିବାକୁ ମନା ନାହିଁ, ହେଲେ ଦୀପଟିଏ ଜଳିଲେ ଆମକୁ, ଆମ ଆଖିକୁ କେତେ ସୁନ୍ଦର ଲାଗିଥାଏ। ଦୀପଟିଏ ଲିଭିଗଲେ ସବୁକିଛି ଅନ୍ଧାର ହେଲା ପରେ ଆମ ଜୀବନ ବି ଅନ୍ଧାର ହେଇଯାଏ। କହିଲୁ ଦୀପ ଜଳୁଥିଲା ବେଳେ ଯେତିକି ଆମେ ଆଲୋକ ପାଇଥାଉ, ଯାହାକୁ ଦେଖିପାରୁ, କ'ଣ ଦୀପ ଲିଭିଗଲା ପରେ ଆମେ ସେତିକି ଦେଖିପାରିଥାଉ? ଆଉ ଏ ଦୀପ ଲିଭିଗଲେ ଅନ୍ଧକାର ହେଲେ ଆମକୁ ଡର ଲାଗେ, ଏକା ଏକା ଲାଗେ, ଯେମିତି ଆମ ପାଖରୁ ସମସ୍ତେ ଦୂରେଇ ଯାଇଛନ୍ତି। ସବୁବେଳେ ଗୋଟେ କଥା ମନେ ରଖିବୁ ମା, ପରିବାରର ସଦସ୍ୟ କେବେ ପିଲାମାନଙ୍କର ଅମଙ୍ଗଳ ଚାହାନ୍ତି ନାହିଁ, ସବୁବେଳେ ମଙ୍ଗଳ ହିଁ ଚାହାନ୍ତି। ବାପା ମା, ଜେଜେ ଜେଜେମା ସମସ୍ତେ ଗୁରୁଜନ, ସେମାନଙ୍କ କଥାକୁ ମାନି ଚଳିଲେ ବହୁତ ଭଲ ହେବ, ବହୁତ ମଙ୍ଗଳ ହିଁ ହେବ। ଜୟ ଜଗନ୍ନାଥ। ପୁଣି ଏକ ନୂଆ